ପିଲାମାନେ ତମମାନଙ୍କର ମ୍ୟାଟ୍ରିକ୍ ବୋର୍ଡ଼ ପରୀକ୍ଷା ପାଖାପାଖି ଆଉ 20 ଦିନ ପାଖାପାଖି ରହୁଛି। ଆଉ ମୁଁ ଜାଣିଛି ତମମାନଙ୍କର କ'ଣ ସରିନି, ଏପର୍ଯ୍ୟନ୍ତ ସିଲାବସ୍ କ'ଣ ହେଇନି, ସରିନି ଏଇଆ ନା। ଆଉ ତମମାନେ ଭାବୁଛ କ'ଣ ଆମେ କିପରି ଆମର ପ୍ରିପାରେସନ୍କୁ ବଢ଼େଇବା ଏବଂ ସିଲାବସ୍କୁ କିପରି ଶେଷ କରିବା, ଯାହାଫଳରେ ଆମର କ'ଣ ଆଟଲିଷ୍ଟ 80%ରୁ 85% ମାର୍କ ଆମର ମିନିମମ୍ ରହିବା ଦରକାର, ଯାହାଫଳରେ ଆମର ଭଲ କଲେଜ କ'ଣ +2 ପାଇଁ ପାଇପାରିବା। ତ ପ୍ରଥମ କଥା ହେଲା ପିଲାମାନେ, ସିଲାବସ୍ ଯଦି ଏପର୍ଯ୍ୟନ୍ତ ନ ସରିଛି ତାହେଲେ ତାକୁ ସାରିବାକୁ ଜମା ଚେଷ୍ଟା କରନି। ତମମାନେ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ସ ଦେଖ, ଯେତକ ଲାଷ୍ଟ 2 ଇୟର୍ ଟୁ 3 ଇୟର୍ ଯେତକ କୋଶ୍ଚିନ୍ସ ଅଛି ତାକୁ କ'ଣ ପ୍ରାକ୍ଟିସ୍ କରିଯାଅ ଏବଂ ବାରମ୍ବାର ତାକୁ କ'ଣ ପଢ଼। ଯେତିକି ପିଲାମାନେ ସିଲାବସ୍ ସରିଛି ତାକୁ କ'ଣ କର, ପିଲାମାନେ ବାରମ୍ବାର କ'ଣ କର, ପ୍ରାକ୍ଟିସ୍ କର। ଆଉ ଆମେ ତ ଟୋଟାଲି ସିଲାବସ୍ ସାରିପାରିବା ନାହିଁ। ଆଉ ତମମାନେ ଯଦି ଚାହୁଁଛ ତମମାନଙ୍କର ପିଲାମାନେ ସିଲାବସ୍ ସାରିବାକୁ ନା, ତାହେଲେ ତୁମକୁ ପାଖକୁ ଟାଇମ୍ ନାହିଁ ବର୍ତ୍ତମାନ। ଏବେ ତୁମମାନଙ୍କ ପାଖେ ଟାଇମ୍ ନାହିଁ ଯେ ଆମେ କ'ଣ ଟୋଟାଲ୍ ସିଲାବସ୍ ସାରିବା। ତେଣୁ ଯେତିକି ପଢ଼ିଛ ତାକୁ ବାରମ୍ବାର ପ୍ରାକ୍ଟିସ୍ କର, ଯାହାଫଳରେ ତୁମଙ୍କର ରେଜଲ୍ଟ ଭଲ ଆସିପାରିବ। ଏବଂ ତୁମମାନଙ୍କର କାମ କର, ତୁମମାନେ ଯଦି କାଲି ଯାହା ପାଠ ପଢ଼ିବାକୁ ଚେଷ୍ଟା କରୁଛ ଆଜିଠୁ ଗୋଟେ ପର୍ଟିକୁଲାର ରୁଟିନ୍ ରଖ। ଆଜିଠୁ ରୁଟିନ୍ କର ଯେ କାଲି ମୁଁ ଏତିକି କ'ଣ ପାଠ ସାରିବି, ଯାହାଫଳରେ ତୁମମାନଙ୍କର କ'ଣ ତୁମମାନଙ୍କର ପ୍ରିପାରେସନ୍ ଜୋରଦାର ହୋଇପାରିବ। ଏବଂ ଯେତେ ପାରୁଛ ନା ସେଟ୍ କର, ଟାଇମିଂ ଲଗାଇ ଦିଅ ଏବଂ କ'ଣ କର, ପିଲାମାନେ ସେଟ୍ ପ୍ରାକ୍ଟିସ୍ କର। ଓକେ, ତ ଠିକ୍ ଅଛି। ଏଇ ୱେରେ ପାଠ ପଢ଼ିଲେ ହିଁ ତୁମର କ'ଣ ରହିବ, ପିଲାମାନେ ପ୍ରୋଗ୍ରେସ୍ କ'ଣ ମାର୍କ ପାଇପାରିବ। ନଚେତ୍ ଏବେ ସିଲାବସ୍ କମ୍ପ୍ଲିଟ୍ କରିବା ସମୟ ନାହିଁ ପିଲାମାନେ। ଓକେ, ଧନ୍ୟବାଦ।